जय जगन्नाथ। जीतू भाई भल कथा मन रखी था। आज आलोचना करिया गुप्तरे गुप्तरे महापुरुष है मन गड़ा पाठ नुह। महापुरुष अच्युत गले शिशुनंद कथा आलोचना करते पंचसखा केमिति रही अनंत महिमा गुपत गुपत अच्युत बचर ना नहीं बलराम दास घर बहुत कदली बाड़ी घर शिशुनंद पट्टा मराण शास्त्र किंतु से मत महापुरुष अच्युतानंद दास बुझे महापुरुष माने आसवे गोटा प्रकट लीला हम गोटा गुप्त लीला हम। प्रकट लीला रे अनेक महापुरुष बाहर कि प्रकट लीलाटा जो परिप्रकाश लीलाटा से चिरस्थायी नुहे। गुप्त लीलाटा चिरस्थायी है। जमती गोटा कहती तत्व ज्ञान ठारू ज्ञान नहीं। तत्व ज्ञान कौन से तत्व बुझिले फेड़े भांति भव संसार कर जाती सेमती तत्व बोले तो गुप्त तेणु गुप्तटा हूँ चिरस्थायी केवल चिरंतन सत्य। प्रकटटा हूँ साकार भाव से क्षणस्थायी आज अच्छी काली काली। महापुरुष जो आस द्वादश गोपाल बसी महापुरुष द्वादश गोपाल मान माने बर प्राप्ति कर द्वादश गोपाल माने चिंता करुले आमे केमिति गुरुदेव पर पूजा होती एक चिंता न करुले महापुरुष अच्युत कहीं लेखिले द्वादश गोपाल दिहरे सी कौन करे 13 जन्म रे विहार करेंगे। तेणु द्वादश गोपाल से समझे कौन है अच्युत रूप से परिचित है। तेणु ये समस्त गोपाल माने गुरुदेव आस्थान नापी चिंता कर समय तेणु प्रभु देहरे महापुरुष खेल कर तेणु अनेक अच्युत बाहर कि महापुरुष कहते 12 जन बाहर शिशुनंद कहते 16 जन बाहर 16 हो कि 12 हो बर्तमान 12 लक्ष बाहर 16 को 16 लक्ष बाहर किंतु केते बेले बारण बेलू से महापुरुष नहीं बारण बेलू 12 जन थे लगे बारंक कली गुपत पराय सेठारे मिले आपे प्रभु बनमारी शेष बेलू बारण बोलते शेष समय कहीं जिते अच्युत बाहर जिते महापुरुष बाहर किसी आसे ना कि शेष बेलू 12 जन से 12 जन भितर करना सी कह मु पढ़ा सी कह मु पढ़ा सी कह मु पढ़ा जहाँ महापुरुष को पानी हिसाब से आम जहाँ जी जानूचे ये 12 जनक जो कड़ी लगे निजे महापुरुष लुचिकी रही कि जापर ना 12 कला हरण करी दिन अटे शनिवार तो से दिन पड़ो कि बारे शनिवार ये से लुचि कौन कर 12 जनकर कला को हरण कर अक्षय दास से काले चिन्ह आपे प्रभु चक्रधर ता भीतर से महापुरुष कहते अक्षय दास बोली जड़े भक्त थे से एकुटिया जापर ना ना निजे महापुरुष चक्रधर बोलते ठाकुर है सी आसिक कला को हरण कर 12 कली से समापन हो ना ना आमे किसी नुह आम उपर जड़े किए अच्छा
ତେଣୁ ଗୋଟେ ପ୍ରକଟ ଲୀଳା ଆଉ ଗୋଟେ ହଉଛି ଗୁପ୍ତ ଲୀଳା। କାହାକୁ ନିନ୍ଦା କରିବା କଥା ନୁହଁ। ଯେକୌଣସି ଗୁରୁକୁଳ ହଉ, କାହାକୁ କୌଣସି ଗୁରୁଙ୍କୁ ହଉ ଆମେ ନିନ୍ଦା କରିବାନି, କାରଣ କିଏ ବା ଅଛି କେଉଁ ମତେ ଜାଣିବା ଅଭାବ କେଉଁ ବୁଝିପାରୁଛି। ତେଣୁ ବାରଣ ବେଳକୁ କଣ ହବ, ଏଇ ଯୋଉ 12 ଜଣଙ୍କର କଳାକୁ ହରଣ କରିବେ। ଏଇ ଯୋଉ ପ୍ରକୃତରେ ଯୋଉମାନେ ଆସିବେ ମହାପୁରୁଷ ମାନେ, ଏ ସବୁ ଗୁପ୍ତରେ ସେ ଲୋକଲୋଚନକୁ ଆସିବେ ନାହିଁ। କେତେବେଳକୁ ଆସିବେ ନା ଏଣ୍ଡ ପଏଣ୍ଟ, ଯୋଉଟାକୁ ଆମେ କହୁ, ଅନ୍ୟ ଚ୍ୟାନେଲ ବି କହିଛୁ, ଆଗ ବିନାଶ ତାପରେ ଏମିତି ପ୍ରକାଶ। କଳି ଲୋକକୁ ମୁଁ ଡର ହୋଇ ପିଠି ଯାତନା ଦେଇ ନିରକ୍ଷ ହୋଇ ପଡ଼ିଅଛି ଭବସାଗରରେ। କଳିଯୁଗ ଲୋକ ଭେରି ଭେରି ଡେଞ୍ଜରିୟସ୍। ବୁଝି ହଉଛି ନା? ଇଏ କଳିଯୁଗରେ ଅଧିକାଂଶ ଲୋକ ଠାକୁର ପାଖକୁ ଯାଆନ୍ତି କାମନା ବାସନାରେ, ଆଉ ଅଳ୍ପ ବ୍ୟକ୍ତି ଯାଆନ୍ତି ଜଗତ ମଙ୍ଗଳ ପାଇଁ, ନା ନାଇଁ? ତେଣୁ ଏଇ ଉପରେ 13 ଜନ୍ମ ଶରଣରେ ମହାପୁରୁଷ କଣ କହୁଛନ୍ତି? ଜାଣନ୍ତି ଭକତ ସକଳ ବୃତ୍ତାନ୍ତ, କେହି କାରେ ନ କହିବେ, ଯେ ମହାପୁରୁଷ ଅଜ୍ଞାନୀ ହୋଇବେ, ଅଜ୍ଞାନୀ ଜ୍ଞାନୀ ହୋଇବେ। କି ସୁନ୍ଦର କଥା। ଜାଣନ୍ତି ଭକତ ସକଳ ବୃତ୍ତାନ୍ତ, ଭକ୍ତ ମାନେ ଏ କଥା ସବୁ ଜାଣନ୍ତି। କିଏ କହୁଛନ୍ତି? ଅଚ୍ୟୁତାନନ୍ଦ ମହାପୁରୁଷ କହୁଛନ୍ତି, ହେ ରାମ, ଏ କଥା ସବୁ ଭକ୍ତ ମାନେ ଜାଣିଥିବେ, କେହି କାରେ ନ କହିବେ, କେହି କାହାକୁ କିନ୍ତୁ କହିବେ ନାହିଁ। ସବୁ ଜାଣିକି ଚୁପଚାପ ହେଇକି ରହିଥିବେ। ସବୁ ଏଇତ କଣ ଶେଉଳ ମାଛ ହେଇଥିବେ, ଶେଉଳ ମାଛ ପାଣି ଭିତରେ ବୁଡିକି ରୁହେ ନା ନାଇଁ? ଏ ପଙ୍କ ଭିତରେ ଶେଉଳ ରହିବ, କେରାଣ୍ଡି ମାଛ ପାଣି ଉପରେ ଭାସିବ। ସମସ୍ତେ ପୋଖରୀରେ ବାସ, କିନ୍ତୁ ଜଣେ ପଙ୍କ ଭିତରେ, ଜଣେ କୋଉଠି ପାଣି ଉପରେ, ତାରତମ୍ୟ ଆକାଶ ପାତାଳ। ତେଣୁ ଯେ ମହାପୁରୁଷ ଅଜ୍ଞାନୀ ହୋଇବେ, ଅଜ୍ଞାନୀ ଜ୍ଞାନୀ ହୋଇବେ। ଯେ ପ୍ରକୃତରେ ମହାପୁରୁଷ ହେଇଯିବେ, ସେ ଅଜ୍ଞାନୀ, ତାଙ୍କୁ ଲୋକମାନେ କେହି ପସନ୍ଦ କରିବେ ନାହିଁ। ଯେଉଁମାନଙ୍କର କହିବା ତାର୍ଯ୍ୟ ଥିବ, ମାନେ କଳି ଯୁଗରେ ମାନେ ଫିଟ୍ ଫାଟଟା ଠିକ ଥିବ, ନା ନାଇଁ? ତାଙ୍କୁ ଲୋକମାନେ ଅଜ୍ଞାନୀ କି କହିବେ ଜ୍ଞାନୀ, କିନ୍ତୁ ଜ୍ଞାନୀ କି କହିବେ କଣ? ଅଜ୍ଞାନୀ। ଫେର କଣ କହିଲେ? ରତ୍ନ ବଟ ଚୂଡ଼ ଭାଙ୍ଗି ହେବ କୁଡ଼, ଗୁପ୍ତ ଖଣ୍ଡଗିରି ତୀରେ, ଅନନ୍ତ ମାଧବ ଉଦୟ ହୋଇବେ ଏକାମ୍ର ବନ ଅନ୍ତରେ। କି ସୁନ୍ଦର କଥା। ରତ୍ନ ବଟରେ, ରତ୍ନ ବଟ, ରତ୍ନ ମାନେ ଆମର କନ୍ଦରପୁର ପାଖେ ରତ୍ନ ବଟର କେଉଁ ଦାସ ଡକାଇ ନ ବଜେଇବ ବସିବ, ଲେଖା ହେଇଛି ଅମର ଜୁମରେ, ସେଠି ଗୋଟେ ରତ୍ନ ବଟ। ପୁଣି ମହାପୁରୁଷ ଗୋଟେ ନେଇଛନ୍ତି ରତ୍ନଗିରିରେ ରତ୍ନ ବଟ, ନା ନାଇଁ? ଗୋବରୀ କୂଳରେ ଥିବ। କିନ୍ତୁ ଏଠି କହୁଛନ୍ତି ରତ୍ନ ବଟ ଚୂଡ଼ ଭାଙ୍ଗି ହେବ କୁଡ଼, ଗୁପ୍ତ ଖଣ୍ଡଗିରି। ଖଣ୍ଡଗିରି ଆଉ ଗୋଟେ ହଉଛି ଗୁପ୍ତ ଖଣ୍ଡଗିରି, ଶ୍ରୀଖଣ୍ଡଗିରି। ଠାକୁର ରହିଥିବେ କୋଉଠି? ଶ୍ରୀଖଣ୍ଡଗିରିରେ। ଆମେ ମନକୁ ମହାପୁରୁଷ ଲେଖିଛନ୍ତି। ଶ୍ରୀଖଣ୍ଡଗିରି କୋଉଠି? ଯୁଗେ ଯୁଗେ ଯୋଉ ଖଣ୍ଡଗିରି ବିଦ୍ୟମାନ, ଗିରି ଗୋପ୍ୟ ହୋଇଥିବ ମାଟି ପ୍ରାୟ ହୋଇ, ଗହ ଗହ ଶବଦରେ ଶ୍ରୀଖଣ୍ଡଗିରି। ଏଠି କହିଲେ ରତ୍ନ ବଟ ଚୂଡ଼ ଭାଙ୍ଗି ହେବ କୁଡ଼, ଗୁପ୍ତ ଖଣ୍ଡଗିରି ତୀରେ। ଗୁପ୍ତ ଖଣ୍ଡଗିରି କରେ ତୀରରେ, ତୀର ବୋଲନ୍ତି କଣ? ତଳେ, ହେଲା, ପାହାଡ ଉପରେ ନଥିବ, ପାହାଡ ତଳେ ରତ୍ନ ବଟ ଥିବ, ଗୋଟେ ବରଗଛ ଥିବ, ବୁଝି ହଉଛି? ତା ଚୂଡ଼ ବୋଲେ ତା ଅଗ ଭାଙ୍ଗିଯିବ, ଭାଙ୍ଗି ସବୁ ନଣ୍ଡା ହେଇଯିବ, ହେଇଗଲାଣି, ଭାଙ୍ଗିଗଲାଣି। ଅନନ୍ତ ମାଧବ ଉଦୟ ହୋଇବେ ଏକାମ୍ର ବନ ଅନ୍ତରେ। ଏଠି କହିଲେ 13 ଜନ୍ମ ଶରଣରେ କଥା। ଏକାମ୍ର ବନ ଅନ୍ତରେ, ଅନ୍ତରେ ବୋଲନ୍ତି ସନ୍ନିକଟରେ, ହେଲା। ଗରୁଡ଼ କଳ୍ପ ନେଇଛନ୍ତି,
ଅନନ୍ତ ମାଧବ ରୂପେ ଖେଳୁଥିବେ ଏକାମ୍ର ବନ ଅନ୍ତରେ। ତଳପଦଟା କହିହବନି। କୋଉ ସ୍ଥାନକୁ ନିରୂପଣ କରିଛନ୍ତି ତଳପଦରେ ଏବଂ ନାଁଟା କଣ ମଧ୍ୟ ନିରୂପଣ କରିଛନ୍ତି। କ୍ୟାମେରା ଆଗରେ ସେ ପଦଟା କହିହବ ନା। ଅନନ୍ତ ମାଧବଙ୍କର ଜନ୍ମ ହଉଛି ଏକାମ୍ର କ୍ଷେତ୍ର ଏରିଆରେ ହେଇଥିବ ନିକଟରେ, ଏବଂ ସେ ସେଇଠି କଣ ପରିପ୍ରକାଶ ହେବେ। ଅନ୍ୟ କୋଉ ମଣ୍ଡଳରେ ଅନନ୍ତ ମାଧବଙ୍କ ଉଦୟ କଥା ଲେଖିନାହାନ୍ତି। ବୁଝି ହଉଛି ନା? ଯେକୌଣସି ଶାସ୍ତ୍ର ତମେ ଖୋଜ, ସେ ଅନନ୍ତ ମାଧବ କଥା ସେପାରେଟ ସ୍ୱତନ୍ତ୍ର ଭାବରେ ଏକାମ୍ର କ୍ଷେତ୍ର ଉପରେ ଲେଖିଛନ୍ତି। ଆଉ ଭ୍ରମ ତୁଟିବ କୋଉ ଶାସ୍ତ୍ରରେ? ଯଦି ଗରୁଡ଼ କଳ୍ପ କାହା ପାଖରେ ଥିବ, ସେ ଗରୁଡ଼ କଳ୍ପରେ ମହାପୁରୁଷ ଖୋଲିକି କଥାଟାକୁ ଲେଖିଛନ୍ତି। 13 ଜନ୍ମରେ କଥାରେ ଏ ଯୋଉ ଗୁଟାକ ରଖିଲେ ଗରୁଡ଼ କଳ୍ପଟା ଖୋଲିକି, ଆଉ ଯୋଉ ନାଁଟା ହେଇଥିବ ଲେଖିଛନ୍ତି ମହାପୁରୁଷ, ଶ୍ରୀମଦ ଭାଗବତରେ ବି ସେ ନାଁ ଅଛି। ଅଭିରାମ ପରମହଂସ ବୈଷ୍ଣବ ଗୀତାରେ ବି ଲେଖିଛନ୍ତି। ଅଚ୍ୟୁତାନନ୍ଦ ମହାପୁରୁଷ ବାଲ୍ମୀକି କଳ୍ପରେ ବି ଲେଖିଛନ୍ତି। ବୁଝି ହଉଛି ନା? ସବୁ ମହାପୁରୁଷଙ୍କର ଗୋଟିଏ ମତ। 13 ଜନ୍ମ ଅଣାକ୍ଷର ଘରେ ଲୀଳା ଲାଗିଥିବ ଖଣ୍ଡଗିରି ଅନ୍ତରାଳେ, ଗାଁ ନାଁଟାକୁ ଖୋଲି କହିଛନ୍ତି। କିନ୍ତୁ ଏକଥା କେହି ଜାଣିପାରିବେ ନା। ତାଙ୍କର ଯେତେବେଳେ 53 ଅଙ୍କ ହବ, ସେଇଠି ତାଙ୍କର କଣ ହେଇଯିବ? ଜ୍ଞାନ ଉଦୟ ହେଇଯିବ। ତାର କଳା ପରିପ୍ରକାଶ ହବ ଏବଂ 56 ଅଙ୍କ ବେଳକୁ ଜନ ସମାଜରେ ପରିପ୍ରକାଶ ହବ। ଜନ ସମାଜ କଣ? ଭକ୍ତ ସମାଜରେ। ସେ ବ୍ୟକ୍ତିକୁ ସମସ୍ତେ ଜାଣିପାରିବେ ନାହିଁ। ଏଇ କଥା ମହାପୁରୁଷ 13 ଜନ୍ମ ସାରଣରେ ଗରୁଡ଼ କଳ୍ପରେ ମଧ୍ୟ ପ୍ରମାଣ ହେଲା। ଆଉ ଅନନ୍ତ ଯୁଗରେ ହଉଛି ଅନନ୍ତ ମାଧବ ଲୀଳା। ବୁଝିହେଲା ନା ବୁଝିପାରିଲା? ଅନନ୍ତ ଯୁଗରେ କିଏ ଠାକୁର ଇଏ ହେବେ? ଅନନ୍ତ ମାଧବ। ଅନନ୍ତ ଯୁଗ କେତେ ବର୍ଷ ଭୋଗ କରିବ ନା 108 ବର୍ଷ। ତେଣୁ 56 ଅଙ୍କୁରୁ, କାହା 56 ଅଙ୍କୁରୁ? ଅନନ୍ତ ମାଧବଙ୍କ 56 ଅଙ୍କୁରୁ 108 ବର୍ଷ ଅନନ୍ତ ଯୁଗ ଭୋଗ କରିବ। ବର୍ତ୍ତମାନ ସମସ୍ତେ କହୁଛନ୍ତି, ପ୍ରାୟ କହୁଛନ୍ତି ଅନନ୍ତ ଯୁଗ ଆସିଗଲାଣି, ଭୋଗ ହେଇଗଲାଣି, ଅମୁକ। ସେଟା ରଙ୍ଗ। ମହାପୁରୁଷଙ୍କ ବାଣୀ ହିସାବରେ ଆମେ ଯେତିକି ଭଲରେ ଜାଣିଛୁ, ଯୋଉଦିନ ଚକା ଛାଡି ଜଗନ୍ନାଥ ଯିବେ 36 ବର୍ଷ, ବୁଝିହେଲା ନା? କୋଉ ଜଗନ୍ନାଥ? ଯାଜପୁର ଜଗନ୍ନାଥ କଥା କହୁନି, ପୁରୀ ଜଗନ୍ନାଥ। ଏବଂ ସେଠି ଅଭଡା ରୋଷେଇ ହବ। ଠାକୁର ରହିବେ ନା 13 ଦିନ ଶ୍ରୀକ୍ଷେତ୍ର ହବ, ମହାପୁରୁଷ କହିଛନ୍ତି। ସେଇଠୁ କଣ ହବ? ଅନନ୍ତ ଯୁଗ ଆରମ୍ଭ ହବ ବୋଲି ମହାପୁରୁଷ ମାନେ ଆମ ମାନଙ୍କୁ ଚେତନା ଦେଇଛନ୍ତି। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ସେଇ ଜଗତର ନାଥ ଜଗନ୍ନାଥ ସଦିଚ୍ଛା ପୂର୍ଣ୍ଣ ହଉ। ଅନନ୍ତ ଉପାୟଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ କହା।